ଭାରତ ମହାସାଗରର ଏକଦମ ମଝିରେ ଥିବା ଏକ ଛୋଟ ଦ୍ୱୀପ, ଯେଉଁଠି କୌଣସି ସାଧାରଣ ନାଗରିକଙ୍କୁ ଯିବାକୁ ଅନୁମତି ନାହିଁ। ଏହା ହେଉଛି ଡିଆଗୋ ଗାର୍ସିଆ, ଆମେରିକାର ସବୁଠାରୁ ଗୁପ୍ତ ଏବଂ ଶକ୍ତିଶାଳୀ ସାମରିକ ଘାଟି, ୟୁଏସ୍ ମିଲିଟାରୀ ବେସ୍। ଏଠାରୁ ଆମେରିକା ମଧ୍ୟପ୍ରାଚ୍ୟକୁ ନେଇ ସାରା ଏସିଆ ଏବଂ ଚୀନ ଉପରେ ନଜର ରଖେ। ଏହି ଦ୍ୱୀପଟି ଆମେରିକା ପାଖକୁ କେମିତି ଗଲା, ଏଠାରୁ ବିଶ୍ୱର କେଉଁ କେଉଁ ଯୁଦ୍ଧ ନିୟନ୍ତ୍ରିତ ହୋଇଥିଲା, ଆସନ୍ତୁ ଜାଣିବା ଆଜିର ଏହି ବିଶେଷ ଏଜୁକେଶନାଲ ଭିଡ଼ିଓରେ। ୱେଲକମ୍ ଟୁ ଭିଜନ ଓଡ଼ିଆ। ସର୍ବପ୍ରଥମେ ଏହାର ଇତିହାସ ବୁଝିବା। ଲୋକେସନ: ଡିଆଗୋ ଗାର୍ସିଆ ହେଉଛି ଚ୍ୟାଗୋସ୍ ଆର୍ଚିପେଲାଗୋର ସବୁଠାରୁ ବଡ଼ ଦ୍ୱୀପ, ଯାହା ଭାରତର ଦକ୍ଷିଣ ସୀମାରୁ ପ୍ରାୟ 1800 କିଲୋମିଟର ଦୂରରେ ଅବସ୍ଥିତ। ଦ କୋଲ୍ଡ ୱାର ଡିଲ୍: 1960 ଦଶକରେ ଶୀତଳ ଯୁଦ୍ଧ ସମୟରେ ଆମେରିକା ଓ ବ୍ରିଟେନ ମଧ୍ୟରେ ଏକ ଗୁପ୍ତ ଚୁକ୍ତି ହୋଇଥିଲା। ବ୍ରିଟେନ ଏହି ଦ୍ୱୀପକୁ ଆମେରିକାକୁ ଲିଜରେ ଦେଇଥିଲା। ଏହି ସାମରିକ ଘାଟି ବନାଇବା ପାଇଁ ସେଠାରେ ରହୁଥିବା ସ୍ଥାନୀୟ କାଗୋସିଆନ୍ସ ଲୋକଙ୍କୁ ଜୋର ଜବରଦସ୍ତି ସେହି ଦ୍ୱୀପରୁ ହଟାଇ ଦିଆଯାଇଥିଲା। ଆମେରିକାର ଏହି ଗୁଣ ଗଲାନି। ଆମେରିକା ପାଇଁ ଡିଆଗୋ ଗାର୍ସିଆ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ଦ୍ୱୀପଟା? ଅନସିଙ୍କେବଲ ଏୟାରକ୍ରାଫ୍ଟ କ୍ୟାରିୟର, ଏହାକୁ ଆମେରିକାର କଦାପି ନ ବୁଡୁଥିବା ବିମାନବାହୀ ଜାହାଜ କୁହାଯାଏ। ମାନେ ସେ ଦ୍ୱୀପକୁ ଏଠାରେ ବିଶାଳ ରନୱେ ଅଛି, ଯେଉଁଠାରୁ B-2 ଷ୍ଟେଲ୍ଥ ବମ୍ବର ଏବଂ B-52 ବମ୍ବର୍ସ ଉଡ଼ାଣ ଭରନ୍ତି। ଆଉ କ'ଣ ନା, ଗଲ୍ଫ ୱାର, ଇରାନ ୱାର ଏବଂ ଆଫଗାନିସ୍ତାନ ଯୁଦ୍ଧ ସମୟରେ ଆମେରିକାର ଅଧିକାଂଶ ଏୟାର ଷ୍ଟ୍ରାଇକ୍ ଏହି ଡିଆଗୋ ଗାର୍ସିଆରୁ କଣ୍ଟ୍ରୋଲ ହୋଇଥିଲା। ମାନେ ଏଇଟା ହବା ଦ୍ୱାରା ଗୋଟେ ଭଲ ଜିନିଷ କ'ଣ, ମାନେ ତମର ମେନ୍ ଲ୍ୟାଣ୍ଡ ଉପରୁ କିଛି ଆଟାକ୍ ହବାର ନାହିଁ। ଯଦି ବି ଆଟାକ୍ ହବ, ତମର ସେ ଦ୍ୱୀପ ଉପରକୁ ହିଁ ଆଟାକ୍ ହବ। ତମ ମେନ୍ ଲ୍ୟାଣ୍ଡରେ ତମର ଯୋଉ ମାନେ ତମ ଦେଶବାସୀ ଯୋଉମାନେ ସୁରକ୍ଷିତ ରହିବେ। ଯାହା ଲସ୍ ହବ ସେ ଦ୍ୱୀପରେ ହିଁ ହବ। ମାନେ ଆମେରିକା ଏଠାରେ ପରମାଣୁ ସବମରିନ ଏବଂ ଯୁଦ୍ଧ ଜାହାଜ ପାଇଁ ବିଶାଳ ଇନ୍ଧନ ଏବଂ ଅସ୍ତ୍ରଶସ୍ତ୍ର ଭଣ୍ଡାର ରହିଛି। ଆମେରିକା କୋଉଠି ସେ ଆସିକି ଦ୍ୱୀପ ରଖିଛି କୋଉଠି? ଆଉ କ'ଣ ନା, ଭୂ ରାଜନୀତି ଦୃଷ୍ଟିରୁ ଏହା ଭାରତ ଓ ଚୀନ ପାଇଁ କେତେ ପ୍ରଭାବଶାଳୀ? ଭାରତ ମହାସାଗରରେ ଚୀନର ବୃଦ୍ଧି ପାଉଥିବା ନୌସେନା ଶକ୍ତିକୁ ରୋକିବା ପାଇଁ ଆମେରିକା ଏହି ବେସ୍କୁ ବ୍ୟବହାର କରେ। ଗୋଟିଏ ସମୟରେ ଭାରତ ଏହି ବେସ୍କୁ ବିରୋଧ କରୁଥିଲା, କିନ୍ତୁ ଏବେ କ୍ୱାଡ, ଇଣ୍ଡିଆ, ୟୁଏସ୍, ଜାପାନ, ଅଷ୍ଟ୍ରେଲିଆ ଇଏ ଗୋଟେ ସଂଘ ସହଯୋଗ ଯୋଗୁଁ ଭାରତ ଓ ଆମେରିକା ମଧ୍ୟରେ ସାମୁଦ୍ରିକ ସୁରକ୍ଷା ପାଇଁ ବୁଝାମଣା ରହିଛି। ଡିଆଗୋ ଗାର୍ସିଆ କେବଳ ଗୋଟେ ଦ୍ୱୀପ ନୁହେଁ, ଏହା ହେଉଛି ଭାରତ ମହାସାଗରରେ ଆମେରିକାର ସୁପର ପାୱାରର ପ୍ରତୀକ। ଆପଣଙ୍କୁ କ'ଣ ଲାଗୁଛି, ଏହି ବେସ୍ ଯୋଗୁଁ ଭାରତ ମହାସାଗର ସୁରକ୍ଷିତ ରହିଛି କି? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଏହିପରି ଜିଓପଲିଟିକ୍ସ, ହିଷ୍ଟ୍ରି ଏବଂ ୱାର୍ଲଡ ଜିଓଗ୍ରାଫି ଭିଡ଼ିଓ ପାଇଁ ଭିଜନ ଓଡ଼ିଆକୁ ସବସ୍କ୍ରାଇବ କରନ୍ତୁ। ମେନ୍ ମ୍ୟାଟର ହେଉଛି ଏଠି ଯେ ଇଣ୍ଡିଆ ପାଇଁ ଗୋଟେ ଭଲ ବି ଗୋଟେ ଖରାପ ବି। କ'ଣ ପାଇଁ? ଯଦି ଆମେରିକା ସେ ଦ୍ୱୀପକୁ ୟୁଜ୍ କରିକି ଚାଇନା ଉପରେ ବି ନଜର ରଖୁଛି, ତ ନିଶ୍ଚୟ ଇଣ୍ଡିଆ ଉପରେ ବି ନଜର ରଖୁଥିବ। ଏ ଦୃଷ୍ଟିକୋଣରୁ ବି ଇଣ୍ଡିଆ ପାଇଁ ଭଲ ନୁହଁ। ତ ଯେହେତୁ ଚାଇନାର ଆମ ସହିତ ସମ୍ପର୍କ ଏତେ ଭଲ ନାହିଁ, ତ ସେଥିପାଇଁ ସେ ରହିବା ଦ୍ୱାରା ତ ଗୋଟେ ପକ୍ଷରେ ଭଲ।